1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ବିଶ୍ୱ স্তନ୍ୟପାନ ଦିବସ ପାଳନ କରାଯାଏ। ସପ୍ତାହ ଦିବସ ନୁହଁ, ବିଶ୍ୱ স্তନ୍ୟପାନ ସପ୍ତାହ 7 ଦିନ ଧରିକି ଏଇ ଆମର ଅବଜରଭେସନଟା କରାଯାଏ। ଏଇଟା ହଉଛି স্তନ୍ୟପାନ ମାନେ କ'ଣ ଜାଣିଛୁ? স্তନ୍ୟପାନ କ'ଣ କୁହନ୍ତି? স্তନ୍ୟପାନ କି କ୍ଷୀର ଦେବା। ହଁ, ଯେତେବେଳେ ଛୁଆଟି ମା ମାନେ କ'ଣ କରୁ, ଯେତେବେଳେ ଛୁଆ ଜନ୍ମ ହୁଏ ସାଙ୍ଗେ ସାଙ୍ଗେ ଆମେ ତାକୁ କ'ଣ କରୁ, ମାର କୋଷ କ୍ଷୀରଟା ଦିଅନ୍ତି। ମାର କୋଷ କ୍ଷୀରଟା ହେଉଛି ପିଲାକୁ କ'ଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ପିଲାର ସବୁ ରୋଗରୁ ପିଲାକୁ ମୁକ୍ତି କରେ। କୋଉଟା? ମାର ପ୍ରଥମ ଯୋଉ କୋଷ କ୍ଷୀରଟା, ସେଇଟା ପ୍ରାୟ ଆଗେ ଦିଅନ୍ତିନି, ଛାଡ଼ା ହବ ସେ କ୍ଷୀର ଦିଅନ୍ତିନି। ଆଜିକାଲି ମା ମାନେ ସବୁ କାଢିକି କିନ୍ତୁ ସେ କ୍ଷୀରଟା ନିହାତି ଦେବା ଦରକାର। ପ୍ରଥମେ ଜନ୍ମରେ 1 ଘଣ୍ଟା ଭିତରେ ମାର କୋଷ କ୍ଷୀରଟା ଦେବ। ତାପରେ ମା କେମିତି ନିଜ ଛୁଆଟାକୁ କ୍ଷୀର ଖୋଇବ, ପ୍ରାୟ ଦେଖିବ ଛୁଆଙ୍କର ତଳେ ବସିଯାଉ, ପ୍ରାୟ ଦେଖିବ ଛୁଆଙ୍କର ଓଜନ ବଢେନି। କ'ଣ ପାଇଁ ଓଜନ ବଢେନି ଜାଣିଛନ୍ତି? କ'ଣ ପାଇଁ ଓଜନ ବଢେ ନା ଛୁଆଙ୍କର? ମା ଯୋଉ କ୍ଷୀର ଦିଏ, ମା ମନଟା ଟୋଟାଲ ଛୁଆଙ୍କ ପାଖରେ ନଥାଏ। ଯୋଉ କ୍ଷୀର ଦିଅନ୍ତି ବସେଇଛି, ସେପଟେ ତରକାରୀ ବସେଇଛି, କେମିତି ପୋଡ଼ିଯିବ, ଝଡ଼ି ନାକି ମୁଁ ଛୁଆକୁ କ୍ଷୀର ଟିକେ ଦେଇଦେଇକି ମୁଁ ପଳେଇବି ହେଲା। ସେଇଟା ଜମା କରିବନି। ଛୁଆକୁ ପୁରା ତାର ଭଲସେ ତା ବେକ ପାଖରେ ହାତ ଏମିତି ଧରିବ, ତାର ଯୋଉ ପଛପଟେ ପିଚା ପାଖରେ ହାତ ଏମିତି ଧରିବ, ଭଲସେ ଛାତି ପାଖରେ ଏମିତି ତାକୁ ରଖିକି ମାନେ ତାର ତମର ଯୋଉ ନିପୁଲଟା ଅଛି, ନିପୁଲଟା ତା ପାଟିରେ ବସିବ ଏମିତି। ହଁ ନାଇଁ ଅଛି ଆଉ ଟିକେ ସେ ଖାଇବ ମାନେ କେମିତି ପୁରା ପାଟିଟା ଯେମିତି ତମର ଯୋଉ କଳା ଦାଗଟା ଅଛି, ସେ କଳା ଦାଗ ପାଖରେ ମୁହଁଟା ତାର ଯେମିତି ଲାଗିବ, ପାଟିଟା ଲାଗିକି ସେ ଯେତେବେଳେ ଖାଇବ ଜାଣିବ, ଦେଖିବ ସେ ଚଁ ଚଁ କରିକି ଟାଣେ ନା ସେମିତି ଧୈର୍ଯ୍ୟର ସବୁ ଛୁଆକୁ ଖାଇବାକୁ ଦବ। ଆଉ ଉପର ଯୋଉ ପାଣି ଗୋଟେ ପାଣି ଭଳିଆ କ୍ଷୀରଟେ ବାହାରେ, ସେ ପାଣି କ୍ଷୀରଟା ଯଦି ବହିଯିବ, ବହିଯାଉ, କିଛି ଯାଇ ଆସେ ନା। ଏପଟେ ଦେଲା ଗୋଟେ ଏପଟେ ବହିଯାଏ ନା କ୍ଷୀରଟା, ସେ ବହିଯାଉ। ସେ ଛୁଆ ଗୋଟେ ପଟ ଖାଇବ ମାନେ ପୁରା ଶାନ୍ତିରେ ଖାଇବ। ପାଣି କ୍ଷୀର ବାହାରିକି ଖାଇସାରିଲା ପରେ ତା ଭିତରେ ଦେଖିବ ବହଳିଆ ଅଠାଳିଆ ଭଳିଆ କ୍ଷୀର ବାହାରେ ଧୀରେ ଧୀରେ। ପାଣି କ୍ଷୀରଟା କିଛି ଲାଗିବ ବାହାରିଯିବ, ତା ଭିତରେ ଯୋଉ ଅଠାଳିଆ ଭଳିଆ କ୍ଷୀରଟା ବାହାରେ, ସେଇ କ୍ଷୀରଟା ହିଁ ଛୁଆକୁ ଧୈର୍ଯ୍ୟ ଧରିକି ଖାଇବାକୁ ଦବ। ସେଇଟା ଦେଲେ କ'ଣ ହବ କୁହନି, ଛୁଆର ସେଇଟା ଓଜନ ବଢାଏ। ଓଜନ ବଢାଏ ହେଲା। ସେଇଟା ଧୈର୍ଯ୍ୟ କେବଳ 6 ମାସ ପର୍ଯ୍ୟନ୍ତ ମା କ୍ଷୀର ଖାଇବ। କୌଣସି ବୋତଲ କିମ୍ବା ପାଣି, ଫୁଟା ପାଣି, କୌଣସି କିଛି ଜିନିଷ ସେରେଲାକ୍, ଲାକ୍ଟୋଡେକ୍ସ ଯାହା ବି ମାନେ କିଏ କହିଦେବେ ଏଇ ଜିନିଷ ଦେ ଛୁଆକୁ ଖାଇବ, ସେ ଜିନିଷ ଦବନି। କେବଳ ମା କ୍ଷୀର 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଶାନ୍ତିରେ ଦବ। ଧୈର୍ଯ୍ୟ ସହକାରେ ବସିବ, ଗୋଟେ କାଠକୁ ଆଉଥରେ ତାକୁ ଧରିକି କ୍ଷୀର ଦବ। ଶୋଇକି ଜମା କ୍ଷୀର ଦବନି। ଶୋଇକି ଦେଲେ ପିଲାର କାନରେ ପଶିଯାଏ। କାନରେ ପଶିଗଲେ କ'ଣ ହୁଏ ନା, ଛୁଆର କାନ ପାଚେ ହେଲା। ବସିକି ଧୈର୍ଯ୍ୟର ସହ କ୍ଷୀର ଦବା। ଏମିତି ହେଉଛି ଆମର ଏଇଟା ସେଇ ବିଶ୍ୱ স্তନ୍ୟପାନ ଦିବସ ପାଳନ କରାଯାଏ। ଏମିତି ନା ମାଆକୁ ଆମେ କେମିତି ସଚେତନ କରିବା, ତା ଛୁଆକୁ କେମିତି କ୍ଷୀର ଦବ, କେମିତି ତା ଧୈର୍ଯ୍ୟ ଧରିକି ସେ ମାନେ ତା ଛୁଆକୁ ସିଏ କୌଣସି ଚିନ୍ତା ନ କରିବ ଯେ ଛୁଆକୁ କ୍ଷୀର ଦେଲା ବେଳେ ଦୁନିଆ ପ୍ରକାର ମନରେ କ'ଣ ମାନସିକ ଚିନ୍ତା ଥାଏ କି ଯାହାଫଳରେ ସେ ଛୁଆଟା ତାର ମନ ନଥାଏ ଯେ ମୁଁ ମୋ ଛୁଆକୁ କ୍ଷୀର ଦେଉଛି। ମା ଯଦି ସ୍ନେହରୁ ଅନ୍ତର ନ କରିକି ଛୁଆକୁ ଧ୍ୟାନ ନ ଦେଇକି କ୍ଷୀର ନ ଦିଏ ନା, ତାହେଲେ ଛୁଆଟା ତାର